ସେ ଗଛ ବୁଢା ହେଲେ ସେ ବୁଢା ଗଛ ଦିନେ କାମରେ ଆସିବ। ହଁ ହଁ, ଯା ଯା, ଆଉ ଭାଷଣ ମାରେନା, ମୁଁ ଯାଉଛି ଏଠୁ। ଏମିତି କହି ଜଗୁ ସେଠୁ ଚାଲିଗଲା। ଓ ସାନୁ ପାଣି ନେଇ ଆସିଲା ଓ ଗଛ ମୂଳରେ ଢାଳିଲା। ଆରେ ସାନୁ, ତୁମେ ଆସିଗଲ, ଭଲ ହେଲା। ଏଇ ନିଅ, ମୁଁ ତୁମ ପାଇଁ ସେଓଟିଏ ରଖିଛି। ଆରେ ବା, ସେଓ! ମତେ ସେଓ ଖାଇବାକୁ ବହୁତ ଭଲ ଲାଗେ। ଏହାପରେ ସାନୁ ସେଓ ଖାଇଲା। ଏମିତି ସବୁଦିନ ସାନୁ ସେ ଗଛକୁ ପାଣି ଦିଏ। ଏହା ଭିତରେ କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ଝଡି ତୋଫାନ ହେଲା। ପୁଅ, ମୋ ପାଖକୁ ଆସ, ମତେ ଲାଗୁଛି ଆମ ଘର ବୋଧେ ଭାଙ୍ଗିଯିବ। କାହିଁକି ମା? ଆମ ଘର କଣ ମଜବୁତ ନାହିଁ? ମଜବୁତ ଅଛି, ହେଲେ ଏ ଯେଉଁ ପବନ ହଉଛି ଏଥିରେ ଏ ଗଛ ଭାଙ୍ଗିଯିବ। ମା, ଏମିତି ହେଲେ ତ ବଡ ଅସୁବିଧା ହେବ। ହେଲେ ମା, ଯଦି ଏ ଗଛ ଭାଙ୍ଗିଯାଏ ଆମେ କୋଉଠି ରହିବା? ଭଗବାନଙ୍କୁ ପ୍ରାର୍ଥନା କର ଏମିତି କିଛି ନ ହେଉ। ବର୍ଷା ପବନ ଏତେ ଜୋରରେ ହେଲା ଯେ ଜଙ୍ଗଲର ସବୁ ଗଛ ଉପୁଡିଗଲା ଓ ସବୁ ଚଢେଇଙ୍କ ଘର ଭାଙ୍ଗିଗଲା। ଯିଏ ଯାହାର ପ୍ରାଣ ନେଇ ଇଆଡେ ସିଆଡେ ଉଡିଲେ। ମା ମା, ଆମ ଘର ତ ଭାଙ୍ଗିଗଲା, ଏବେ ଆମେ କୋଉଠି ରହିବା? ଚାଲ ପୁଅ, ଆମେ ଆଉ ଗୋଟେ ଗଛ ଖୋଜିବା। ଏହାପରେ ସେମାନେ ଗଛ ଖୋଜିବାକୁ ଲାଗିଲେ, ହେଲେ ଗୋଟେ ବି ଗଛ ପାଇଲେ ନାହିଁ। ପୁଅ, ଚାଲ ଆମେ ଦୂର ଜଙ୍ଗଲକୁ ଯିବା। ଏ ଜଙ୍ଗଲରେ ଆଉ ବଡ ଗଛ ନାହିଁ ଯେଉଁଠି ଆମେ ରହିପାରିବା। ସେତେବେଳେ ସାନୁର ସେ ବୁଢା ଗଛ କଥା ମନେ ପଡିଲା। ମା, ଚାଲ, ମୁଁ ଗୋଟେ ଗଛ ଦେଖିଛି, ସେଇଠି ଆମେ ରହିବା। ଆରେ ପୁଅ, ଏ ଜଙ୍ଗଲରେ ଆଉ ଗୋଟେ ବି ଗଛ ରହିବା ଯୋଗ୍ୟ ନାହିଁ। ମା, ତମେ ଆସ ମୋ ସହ। ଏହାପରେ ସେମାନେ ସେହି ବୁଢା ଗଛ ପାଖକୁ ଉଡିଗଲେ ଓ କିଛି ସମୟ ପରେ ସେଠି ପହଞ୍ଚିଲେ। ଆରେ ସାନୁ, ତୁମେ ଆସିଗଲ। ଦେଖ, ଏ ଜଙ୍ଗଲକୁ ଏ ଝଡ ବର୍ଷା ସବୁ ଧ୍ୱଂସ କରିଦେଇଛି। ଗଛ ମଉସା, ଏ ଝଡ ବର୍ଷାରେ ଆମ ଘର ଭାଙ୍ଗି ଯାଇଛି। ଆମେ କଣ ତୁମ ଉପରେ ଘର କରି ରହିପାରିବୁ? ଆରେ ଏ ସାମାନ୍ୟ କଥା, ତୁମେ କଣ ଭୁଲିଗଲ? ଦିନେ ତୁମେ ମୋ ଜୀବନ ବଞ୍ଚେଇଥିଲ, ତେଣୁ ଆଜି ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ରୁହ, ମୁଁ ମୋ ଦେହରେ ଗୋଟେ ଛୋଟ କୋରଡ଼ଟିଏ କରିଦେଉଛି, ତୁମେ ତା ଭିତରେ ରହିଯିବ। ଧନ୍ୟବାଦ, ଧନ୍ୟବାଦ ମଉସା। ଏହାପରେ ଗଛ ଗୋଟିଏ କୋରଡ଼ଟିଏ କଲା ଓ ସେମାନେ ତା ଭିତରେ ରହିଲେ। କିଛି ସମୟ ପରେ ଜଗୁକୁ ଆଉ ସେହି ରାସ୍ତାରେ ଯାଉଥାଏ। ହଠାତ୍ ସେ ସେହି ବୁଢା ଗଛକୁ ଦେଖି ସେଠାକୁ ଆସିଲା ଓ ଦେଖିଲା ତା ଭିତରେ ସାନୁ ଓ ତାର ମା ରହିଛନ୍ତି। ସାନୁ, ସାନୁ, ଏ ବର୍ଷାରେ ମୋର ଘର ଭାଙ୍ଗିଗଲା, ମତେ ଏଠି ଟିକେ ରହିବାକୁ ଜାଗା ମିଳିବ?